ପରିବା ଦାମ ଆକାଶ ଛୁଆଁ। 80 ତଳକୁ ମିଳୁନି ପରିବା। ସେଞ୍ଚୁରୀ ମାରିଲାଣି ଟମାଟୋ। ଭର୍ତ୍ତି ହେଉନି ପରିବା ବ୍ୟାଗ। ରୋଷେଇ ଘର ଉପରେ ପଡ଼ିଲାଣି ଚଡ଼। ହୁ ହୁ ହୋଇ ବଢ଼ିଲାଣି ପନିପରିବା ଦରଦାମ। ସାଧାରଣ ଲୋକଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼। ସେଞ୍ଚୁରୀ ମାରିଲା ଟମାଟୋ। ଆଉ ସବୁ ପରିବା ଦାମ ବି ଆକାଶ ଛୁଆଁ। 80 ତଳକୁ ମିଳୁନି ପରିବା। ଲୋକେ ପରିବା ମାର୍କେଟ ଏ ମୁଣ୍ଡରୁ ସେ ମୁଣ୍ଡ ବୁଲୁଥିବା ବେଳେ ବ୍ୟାଗ କିନ୍ତୁ ଭର୍ତ୍ତି ହେଉନି। ପରିବା ଦରର ଏ ଲମ୍ବ ଡିଆଁର ପ୍ରଭାବ ସିଧାସଳଖ ଗରାଖଙ୍କ ପକେଟ ଉପରେ ପଡୁଛି। ଫଳରେ ରୋଷେଇ ଘରୁ ବହୁ ପରିବା ଗାୟବ ହୋଇଗଲାଣି। 2 ସପ୍ତାହ ତଳେ 20 ରୁ 30 ଟଙ୍କାରେ ବିକ୍ରି ହେଉଥିବା ଟମାଟୋର ଏବେ ହାତ ମାରିବାକୁ ଡର ଲାଗୁଛି। ଏବେ କେଜି ପିଛା 100 ଟଙ୍କାରେ ପହଞ୍ଚିଛି ଟମାଟୋ। ବରଗଡ଼ ଜିଲ୍ଲା ପଦ୍ମପୁର ବଜାରରେ ଟମାଟୋ କେଜି 100 ଟଙ୍କାରେ ବିକ୍ରି ହେଉଛି। ସେପରି କାଙ୍କଡ଼ କେଜି 100 ଟଙ୍କା, ପୋଟଳ 60, ଭେଣ୍ଡି 80 ଟଙ୍କାରେ ବିକ୍ରି ହେଉଛି। ଆଉ ଆଳୁ ପିଆଜ ବି ଯଥାକ୍ରମେ 35 ଓ 40 ଟଙ୍କାରେ ବିକ୍ରି ହେଉଛି। ସେପଟେ କଟକରେ ବି ବିଭିନ୍ନ ପରିବା ଚଢ଼ା ଦରରେ ବିକ୍ରି ହେଉଛି। କଟକରେ କଲରା କେଜିକୁ 100 ଟଙ୍କା, ବିନ୍ 200, ବାଇଗଣ 80, ଟମାଟୋ 80, ଭେଣ୍ଡି 80, ପିଆଜ 50, ଆଳୁ 30 ଟଙ୍କାରେ ବିକ୍ରି ହେଉଛି। ତେବେ ଅଦା ଓ ରସୁଣ କିଲୋ ପିଛା 200 ପାର କଲାଣି। ଏନେଇ ଏକ ଖାଉଟି କହିଛନ୍ତି, ପରିବା ରେଟ୍ ଏପରି ବଢ଼ିଯାଇଛି ଯେ ଆମେ ଏଥିରେ ହାତ ମାରିପାରୁନୁ। ହାଟକୁ ଆସୁଥିଲେ ବି ପରିବା ନେବାକୁ ଡର ଲାଗୁଛି। ତେଣୁ ପିଲାଙ୍କୁ କ'ଣ ରୋଷେଇ କରି ଖାଇବାକୁ ଦେବି ସେ ନେଇ ଚିନ୍ତା ଘାରିଛି। ସେହିପରି ଅନ୍ୟ ବେପାରୀ ଜଣେ କହିଛନ୍ତି, ଖରା ଯୋଗୁଁ ପରିବା ଗଛ ମରିଯାଉଛି। ତେଣୁ ରେଟ୍ ବଢ଼ିଯାଉଛି। ବର୍ଷା ନହେଲା ଯାଏ ଏଥିରେ କୌଣସି ପରିବର୍ତ୍ତନ ହେବନି। ତେଣୁ ଲୋକମାନେ ଅଳ୍ପ ଅଳ୍ପ କିଣୁଛନ୍ତି। ସେହିପରି ବ୍ୟବସାୟୀ ସଂଘ କହିଛନ୍ତି, ଏବେ ହଠାତ୍ ଦର କମିବା ସମ୍ଭାବନା କମ୍। ଏଥିପାଇଁ ଆହୁରି ପାଖାପାଖି ମାସେ ସମୟ ଲାଗିପାରେ। ସ୍ଥାନୀୟ ଉତ୍ପାଦନ ବଢ଼ିଲେ ପନିପରିବା ଓ ପିଆଜ ଦର ନିୟନ୍ତ୍ରଣକୁ ଆସିବ। ତେବେ ଜୁନ୍ ସରିବାକୁ ବସିଥିବା ବେଳେ ଏଯାଏ ତାତିରୁ ତ୍ରାହି ମିଳୁନି। ଫଳରେ ବିଲରେ ପରିବା ଗଛ ମରିଯାଉଥିବା ବେଳେ ନୂଆ ଗଛ ଲଗାଇ ହେଉନାହିଁ। ତେଣୁ ଏବେ କେବଳ ମୌସୁମୀ ବର୍ଷାକୁ ଅପେକ୍ଷା। କାରଣ ବର୍ଷା ହେଲେ ହିଁ ବିଲ ବାଡ଼ରେ ପନିପରିବା ଫଳିବ। ଆଉ ଏହାପରେ ରାଜ୍ୟବାସୀଙ୍କୁ ଦରଦାମ ବୃଦ୍ଧିରୁ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍। ଦିନଲିପି ଲାଇଭ୍ को एबे ही लाइक शेयर सब्सक्राइब करंतु।